ହାଲେଲୁୟା। ପ୍ରଭୁ ଯୀଶୁଙ୍କର ମଧୁରମୟ ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଉଛି ଯୁଦ୍ଧ ମୋର ନୁହେଁ, ଯୁଦ୍ଧ ଈଶ୍ୱରଙ୍କର। ଯୁଦ୍ଧ ମୋର ନୁହେଁ, ଯୁଦ୍ଧ ଈଶ୍ୱରଙ୍କର। ହାଲେଲୁୟା। ଯଦି ଆପଣ ଦେଖିବେ ଜାଣିପାରିବେ ଯେ ଖ୍ରୀଷ୍ଟିଆନ ବିଶ୍ୱାସୀ ଆଉ ବିଶ୍ୱାସିନୀ ଭାଇ ଓ ଭଉଣୀମାନଙ୍କ ପ୍ରତି ଦିନ ପ୍ରତିଦିନ ତାଡ଼ନା କ୍ଲେଶ ଦୁଃଖ ବଢ଼ି ବଢ଼ି ଚାଲିଛି। ଏପରିକି ଲୋକଙ୍କୁ ମାରି ଦିଆଯାଉଛି, ଚର୍ଚ୍ଚକୁ ଭଙ୍ଗାରୁଜା କରାଯାଉଛି। ୟାର ଅର୍ଥ କ'ଣ? ୟାର ଅର୍ଥ ହେଉଛି ଏଇଆ, ଏମାନେ କ'ଣ କରୁଛନ୍ତି ନା ବିଶ୍ୱାସୀ ବିଶ୍ୱାସିନୀ ଭାଇମାନଙ୍କ ଭଉଣୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି। ଯଦି ବିଶ୍ୱାସୀ ଆଉ ବିଶ୍ୱାସିନୀ ଭାଇ ଓ ଭଉଣୀମାନେ ନିଜେ ଯୁଦ୍ଧ ନ କରିକି ଈଶ୍ୱରଙ୍କୁ ସେମାନଙ୍କ ସହିତ ସେମାନଙ୍କ ସମ୍ମୁଖରେ ଠିଆ କରିବେ, ତାହେଲେ ଆପଣ ବିଶ୍ୱାସ କରନ୍ତୁ ଈଶ୍ୱର ସେମାନଙ୍କୁ ପରାଜିତ କରିବେ, ଲଜ୍ଜିତ କରିବେ ଆଉ ସେମାନଙ୍କୁ ଘୋଡ଼େଇ ଦେବେ। ହାଲେଲୁୟା। ଯଦି ଆପଣ ପୁରାତନ ସମୟରେ ଦେଖିବେ, ଯେତେବେଳେ ବି ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ କେହି ଠିଆ ହେଉଥିଲା ଆଉ ଈଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କୁ ଠିଆ କରୁଥିଲେ, କାରଣ ସେମାନଙ୍କୁ ଜଣାଥିଲା ଯୁଦ୍ଧ ମୋର ନୁହଁ, ମୋ ଈଶ୍ୱରଙ୍କର ଅଟେ। ଆଉ ଯେତେବେଳେ ଈଶ୍ୱର ଲଢ଼ୁଥିଲେ ସେଇ ଲୋକମାନେ ଲଜ୍ଜିତ ହେଉଥିଲେ, ପରାଜିତ ହେଉଥିଲେ ଆଉ ପଳଉଥିଲେ ସେମାନଙ୍କ ସମ୍ମୁଖରୁ। କାହିଁକି? ଯୁଦ୍ଧ ମୋର ନୁହଁ, ଯୁଦ୍ଧ ହେଉଛି ମୋର ଈଶ୍ୱର, ମୋର ପ୍ରଭୁ ଯୀଶୁଙ୍କର ଅଟେ। ହାଲେଲୁୟା। ଆଜି ଆମେ ଜାଣିବା ବାଇବଲ କିଛି ଉଦାହରଣକୁ ନେବା, ଜୀବିତ ଉଦାହରଣ, ଯାହାଦ୍ୱାରା ଆମେ ଜାଣିପାରିବା ପ୍ରକୃତରେ ଏହି ଯୁଦ୍ଧ ମୋର ନୁହେଁ, ଈଶ୍ୱରଙ୍କର ଅଟେ। ଯଦି ଆମେ ଯାତ୍ରା ପୁସ୍ତକ 14 ପର୍ବର 14 ପଦ ପଢିବା, ଯାତ୍ରା ପୁସ୍ତକ 14 ପର୍ବର 14 ପଦ, ଏଟା ଲେଖା ହେଉଛି ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଲଢ଼ିବେ। ହାଲେଲୁୟା। କ'ଣ ଲେଖା ହେଉଛି? ସଦାପ୍ରଭୁ ପ୍ରଭୁ ଯୀଶୁ କ'ଣ କରିବେ ନା ଆମ୍ଭମାନଙ୍କ ନିମନ୍ତେ ଲଢ଼ିବେ। ଆମକୁ ଲଢ଼ିବାକୁ ପଡ଼ିବନି, ଆମକୁ ଆନ୍ଦୋଳନ କରିବାକୁ ପଡ଼ିବନି, ଆମକୁ ପ୍ରତିବାଦ କରିବାକୁ ପଡ଼ିବନି, ଆମମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ନାହିଁ। କାହିଁକି? ପରମେଶ୍ୱର କହୁଛନ୍ତି ତୁମ ନିମନ୍ତେ ମୁଁ ଲଢ଼ିବି। ହାଲେଲୁୟା। ଯେତେରୁ ଯେତେ ବଡ଼ ଲୋକ, ଯେତେ ଧନୀଶାଳୀ, ଯେତେ ତାର ଦୁନିଆରେ ଚିହ୍ନା ପରିଚୟ ଅଛି, ଯେମିତିଆ ବି ଲୋକ ତୁମ ବିରୁଦ୍ଧରେ ଠିଆ ହଉ, ଯେତେ ଶକ୍ତିଶାଳୀ, ଯେତେ ଜ୍ଞାନ ବୁଦ୍ଧିରେ ପରିପୂର୍ଣ୍ଣ ଲୋକ ଠିଆ ହେଲେ ବି ପରମେଶ୍ୱର କହିବାକୁ ଚାହୁଁଛନ୍ତି ମୁଁ ତୁମମାନଙ୍କ ନିମନ୍ତେ ଲଢ଼ିବି। ହାଲେଲୁୟା। ଯଦି ପରମେଶ୍ୱର ଲଢ଼ିବେ ତାହେଲେ ଭାବନ୍ତୁ ସେ ଲୋକମାନଙ୍କର, ସେଇ ସଂଗଠନର, ସେଇ ବିଶ୍ୱମାନଙ୍କର କ'ଣ ଅବସ୍ଥା ହେବ। ହାଲେଲୁୟା। ଆମକୁ ଲଢ଼ିବାକୁ ପଡ଼ିବନି। ଆମର ପରମେଶ୍ୱର ଯିଏକି ଜୀବିତ, ଯିଏକି ସତ୍ୟ, ଯିଏକି ପବିତ୍ର, ଯିଏକି ଆମମାନଙ୍କୁ ବାଛିଲେ, ସିଏ କହୁଛନ୍ତି ମୁଁ ଲଢ଼ିବି, କାରଣ ମୋ ଯୁଦ୍ଧ ମୋର ଅଟେ, ତୁମମାନଙ୍କର ନୁହଁ। ଆଗକୁ ଲେଖା ହେଉଛି ଯେ ତୁମେମାନେ ନୀରବ ରୁହ। ଆମମାନଙ୍କର କାମ କେବଳ ନୀରବ ରହିବା, ଚୁପ୍ ରହିବା। ତାହେଲେ ପରମେଶ୍ୱର କ'ଣ କରିବେ ନା ଆମର ଲଢ଼େଇକୁ ନିଜର ଲଢ଼େଇ କରିକି ସିଏ ଲଢ଼ିବେ। ହାଲେଲୁୟା। ଯଦି ଆପଣ ପ୍ରେରିତ ପୁସ୍ତକ 12 ପର୍ବର 5 ପଦ, ତାପରେ 7 ପଦ ଆଉ 8 ପଦ ପଢ଼ିବେ। ପ୍ରେରିତ ପୁସ୍ତକ 12 ପର୍ବର 5 ପଦ, ତାପରେ 7 ପଦ ଆଉ 8 ପଦ ପଢ଼ିବେ। ଆପଣ ଏଠି ଆଶ୍ଚର୍ଯ୍ୟ ହେବେ। ପିତର ପ୍ରଭୁ ଯୀଶୁଙ୍କର ପ୍ରଚାର କରୁଛନ୍ତି ଆଉ ସେଥି ସକାଶେ ତାଙ୍କୁ ଲୋକମାନେ, ଜିହୁଦୀ ଲୋକମାନେ, ରୋମୀୟ ଶାସକ ଲୋକମାନେ ତାଙ୍କୁ ଧରିକି ନେଇ କ'ଣ କରୁଛନ୍ତି ଆଉ ଜେଲକୁ ନେଇଯାଉଛନ୍ତି। ଜେଲରେ ତାଙ୍କୁ ବାନ୍ଧିକି ଶିକୁଳିରେ ରଖୁଛନ୍ତି। କାହିଁ ରଖୁଛନ୍ତି? ସକାଳ ହେଲେ କ'ଣ କରିବେ ନା ତାକୁ ମାରିବେ, ମୃତ୍ୟୁଦଣ୍ଡ ଦେବେ। କିନ୍ତୁ ପିତରଙ୍କର ଯେତିକି ଲୋକ ଥିଲେ ବା ବିଶ୍ୱାସୀ ଭାଇ ଭଉଣୀମାନେ ଥିଲେ, ସେମାନେ ଯାଇକି ଆନ୍ଦୋଳନ କରୁନାହାନ୍ତି, ସେମାନେ ଯାଇକି ପ୍ରତିବାଦ କରୁନାହାନ୍ତି, ସେମାନେ ଯାଇକି ବାଡ଼ା ପିଟା ଭଙ୍ଗାରୁଜା କରୁନାହାନ୍ତି। ସେମାନେ କ'ଣ କରୁଛନ୍ତି? ଯଦି ପଢ଼ିବା ଲେଖାଯାଉଛି ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା। ହାଲେଲୁୟା। ମଣ୍ଡଳୀ କ'ଣ କରୁଥିଲା ନା ଗୋଟିଏ ଘରେ ବସିକି ଏକାଗ୍ର ଭାବରେ, ଅର୍ଥ କିଛି କାମ ନାହିଁ, କିଛି ଚିନ୍ତା ନାହିଁ। ଚିନ୍ତା ହେଉଛି ଗୋଟାଏ, ଯେଉଁ ପିତରକୁ ଲୋକମାନେ ଜେଲରେ ବାନ୍ଧିକି ରଖିଛନ୍ତି ମାରିବା ପାଇଁ, ସେ କେମିତି ମୁକ୍ତ ହେବ। ଆଉ ଏଇ ବିଷୟକୁ ନେଇକି ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। ଆଉ ତାପରେ ଲେଖାଯାଉଛି ଆଉ ଦେଖ ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି କୋଠରୀଟି ଆଲୋକମୟ ହେଲା। ଆଉ ସେ ପିତରଙ୍କ କକ୍ଷ ଦେଶରେ ଆଘାତ କରି ତାଙ୍କୁ ଜଗାଇ କହିଲେ, ଶୀଘ୍ର ଉଠ
ସେଥିରେ ତାଙ୍କ ହାତରୁ ଜଞ୍ଜିର ଖସି ପଡ଼ିଲା। ଆଉ ଆଗକୁ ଆମେ ଦେଖୁଛୁ ଯେ ସ୍ୱର୍ଗଦୂତ ତାଙ୍କୁ ବାଟ କଢ଼େଇ କଢ଼େଇ ଜେଲରୁ ବାହାର କରିକି ଆଉ ନେଇ ଆସିଛନ୍ତି। କାହିଁକି ଏମିତି ହେଲା? ଏଥିପାଇଁ ହେଲା କାରଣ ବିଶ୍ୱାସିନୀ ଭାଇମାନେ ଏକାଗ୍ର ଭାବରେ ଏକଚିତ୍ତ ଏକ ମନ ହୋଇ ପିତରଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ ସଦାପ୍ରଭୁଙ୍କ ସାମୁରେ। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ଚାହାନ୍ତି ଈଶ୍ୱର ଆପଣଙ୍କ ତରଫରୁ ଲଢ଼ନ୍ତୁ ବୋଲି, ଆପଣଙ୍କ ସପକ୍ଷରେ ଠିଆ ହୁଅନ୍ତୁ ବୋଲି, ତାହେଲେ ଆପଣଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ବହୁତ ପ୍ରାର୍ଥନା କରିବାକୁ ପଡ଼ିବ। ଲେଖା ହଉଛି ଏମିତି ପ୍ରାର୍ଥନା କଲେ ଈଶ୍ୱର କ'ଣ କଲେ? ତାଙ୍କ ଦୂତକୁ ପଠେଇଲେ, ସ୍ୱର୍ଗଦୂତକୁ, ଆଉ ସିଏ ଆସିକି କ'ଣ କରୁଛନ୍ତି? ଜେଲରୁ ଆଉ ପିତରଙ୍କୁ ମୁକୁଳଉଛନ୍ତି, ମୁକ୍ତି କରୁଛନ୍ତି, ବାହାର କରୁଛନ୍ତି, ଯୋଉ ପିତର କି ସକାଳେ ହେଇଥିଲେ ମରିଥାନ୍ତା। ହାଲେଲୁୟା। ପ୍ରିୟ ଭାଇ ଓ ଭଉଣୀମାନେ, ଏଇ ଯୁଦ୍ଧ ଆମର ନୁହଁ, ଏଇ ଯୁଦ୍ଧ ଈଶ୍ୱରଙ୍କର ଅଟେ। ଆପଣ ଚାହାନ୍ତି ଯୁଦ୍ଧଟା ଈଶ୍ୱରଙ୍କର ହଉ ବୋଲି, ଆପଣଙ୍କ ତରଫରୁ ଈଶ୍ୱର ଲଢ଼ନ୍ତୁ ବୋଲି, ତାହେଲେ ପ୍ରାର୍ଥନା କର। ହାଲେଲୁୟା। ଆନ୍ଦୋଳନ କରିବା ବଦଳରେ, ପ୍ରତିବାଦ କରିବା ବଦଳରେ, ଏକତ୍ରିତ ହେବା ବଦଳରେ ବସିକି ପ୍ରାର୍ଥନା ନିମନ୍ତେ ଏକତ୍ରିତ ହୁଅନ୍ତୁ। ଆଉ ଈଶ୍ୱରଙ୍କ ସାମୁରେ ପ୍ରାର୍ଥନା କରନ୍ତୁ, ପ୍ରଭୁ ଏ ତାଡ଼ନାର ଉତ୍ତର ତୁମେ ଦିଅ, ଏ କ୍ଲେଶର ଉତ୍ତର ତୁମେ ଦିଅ, ଚର୍ଚ୍ଚ ପରେ ଯୋଉ ଭାଙ୍ଗି ଚାଲିଛନ୍ତି ତାର ଉତ୍ତର ତୁମେ ଦିଅ, ମିଛର କହୁଛନ୍ତି ଧର୍ମାନ୍ତୀକରଣ ଆମେ କରୁଛୁ ତାହାର ଉତ୍ତର ତୁମେ ଦିଅ। ଆଉ ପରମେଶ୍ୱର ଦିଆ ଆଉ ଲଜ୍ଜିତ ହେବେ ସେ ଲୋକମାନେ ପରାଜିତ ହେବେ। କାରଣ ପରମେଶ୍ୱର କୁହନ୍ତି ଏଇ ଯୁଦ୍ଧ ତୁମର ନୁହଁ, ଏଇ ଯୁଦ୍ଧ ମୋର। ହାଲେଲୁୟା। ଯଦି ଆମେ ଏଷ୍ଟର ପୁସ୍ତକ ପଢିବା 4 ପର୍ବର 15 ପଦରୁ ନେଇକି 17 ପଦର ଶେଷ ପର୍ଯ୍ୟନ୍ତ, ଏଷ୍ଟର ପୁସ୍ତକ 4 ପର୍ବର 15 ପଦରୁ ନେଇକି 17 ପଦର ଶେଷ ପର୍ଯ୍ୟନ୍ତ, ଏଇ ଜାଗାରେ ହାମନ ବୋଲି ଏକ ଲୋକ ଯିଏକି ଏକ ଉଚ୍ଚ ପଦବୀରେ ଥିଲା, ଆଉ ସିଏ କ'ଣ କରୁଥିଲା? ଜିହୁଦୀ ମାନଙ୍କୁ ଘୃଣା କରୁଥିଲା, ବହୁତ ଘୃଣା କରୁଥିଲା। ଆଉ ସିଏ କ'ଣ କରୁଛି ନା ଯୋଜନାବଦ୍ଧ ଭାବରେ, ଚାଲାକରେ, ଚତୁରତା ଭାବରେ ରାଜାଙ୍କ ପାଖକୁ ଯାଇକି ଏକ ନିୟମ ବାହାର କରୁଛି ଯେ ଜିହୁଦୀ ମାନେ ଏଇ ପ୍ରଦେଶରେ, ଏଇ ରାଜ୍ୟରେ, ଏଇ ଦେଶରେ ଯୋଉ ଜାଗାରେ ବି ଅଛନ୍ତି, ଗୋଟେ ଡେଟ୍କୁ ସେ ସେଟ୍ କରୁଛି, ଗୋଟେ ତାରିଖକୁ, ଏଇ ତାରିଖରେ ସମସ୍ତଙ୍କୁ ମରାଯିବ, ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଯେତେବେଳେ ଜିହୁଦୀ ମାନଙ୍କ ମଧ୍ୟରୁ ଏକ ଲୋକ ଥିଲେ, ତାଙ୍କ ନାଁ ଥିଲା ମର୍ଦ୍ଦଖୟ, ଯେତେବେଳେ ସେ କଥା ଶୁଣୁଛନ୍ତି ଦୁଃଖରେ ପୂର୍ଣ୍ଣ ହେଇଯାଉଛନ୍ତି। ଆଉ ସେ କହୁଛନ୍ତି ଯେ କ'ଣ ନା ଜିହୁଦୀ ଯିଏକି ଈଶ୍ୱରଙ୍କ ନିଜ ଲୋକ, ସେମାନେ ମରିବେ। ଆଉ ମରିବା ପାଇଁ ମଧ୍ୟ ରାଜା ଆଉ କ'ଣ କରିଛନ୍ତି ନା ଦସ୍ତଖତ କରିଛନ୍ତି, ଅନୁମତି ଦେଇଛନ୍ତି, ଏକ ଡେଟ୍କୁ ନିରୂପିତ କରିଛନ୍ତି। ଆଉ ସେତେବେଳେ ସେ କ'ଣ କରୁଛନ୍ତି ନା ଏଷ୍ଟର ବୋଲି ଯିଏ ରାଜାଙ୍କ ରାଣୀ, ଯିଏ ଏକ ଜିହୁଦୀ ଥିଲେ, ଆଉ ତାଙ୍କ ପାଖକୁ ମର୍ଦ୍ଦଖୟ ଯାଉଛନ୍ତି, ଆଉ କହୁଛନ୍ତି ଏଇ ଦିନ ଏତିକ ତାରିଖରେ ଆଉ କ'ଣ ହବ ନା ଜିହୁଦୀ ମାନଙ୍କୁ ମରାଯିବ। ଆଉ ଯଦି ଆମେମାନେ ମରିବୁ, ତୁମେ ବି ମରିବ, କାରଣ ତୁମେ ବି ଜିହୁଦୀ ଅଟ, ତ ତୁମେ ରାଣୀ ଅଟ। ରାଜା ପାଖକୁ ଯାଇକି କୁହ ଯେ ଏଇଭଳି ମିଛ ଭାବରେ ପ୍ଲାନିଂ କରି ଚତୁରତାର ସହିତ ହାମାନ କ'ଣ କରିଛି ନା ଜିହୁଦୀ ଲୋକମାନଙ୍କୁ ମାରିବା ପାଇଁ ଆଉ ଚେଷ୍ଟା କରିଛି, ଆଉ ତୁମେ ଯାଇ କିଛି ବାଟ ବାହାର କର। ଆଉ ଏଇ ଜାଗାରେ କହୁଛନ୍ତି ଠିକ ଅଛି, ମୁଁ ଯିବି, ମୁଁ କହିବି, କିନ୍ତୁ ତୁମେ ଗୋଟେ କାମ କର, ପ୍ରତ୍ୟେକ ଜିହୁଦୀ ଲୋକମାନଙ୍କ ପାଖକୁ ଯାଅ, ଆଉ ତୁମେ ତାକୁ କୁହ 3 ଦିନ 3 ରାତି କିଛି ଖାଇବନି, କିଛି ପିଇବନି, ଅର୍ଥ ଉପବାସ କର ମୋ ନିମନ୍ତେ। ମୁଁ ମଧ୍ୟ 3 ଦିନ 3 ରାତି ଖାଇବିନି, ମୋର ସେବିକା ସେବକଗଣ ସେମାନେ ମଧ୍ୟ 3 ଦିନ 3 ରାତି କିଛି ଖାଇବେ ନାହିଁ, ଅର୍ଥ ଉପବାସ କର। ଆଉ ଆମେ ଦେଖୁଛୁ ଯେତେବେଳେ ଜିହୁଦୀ ଲୋକମାନେ ଉପବାସ କରୁଛନ୍ତି, ଏଷ୍ଟର ରାଣୀ ତାଙ୍କ ସହିତ ଥିବା ତାଙ୍କ ସେବକ ସେବିକା ମାନେ ଉପବାସ କରୁଛନ୍ତି 3 ଦିନ 3 ରାତି। ଆଉ ଯେତେବେଳେ ରାଜାଙ୍କ ପାଖକୁ ଯାଉଛନ୍ତି, ଆଉ ରାଜା କ'ଣ କରୁଛନ୍ତି ନା ଜିହୁଦୀ ମାନଙ୍କୁ ମାରିବା ପାଇଁ ଏକମତ ହୋଇଥିଲେ, ସେଟାକୁ ସେ ଖଣ୍ଡନ କରୁଛନ୍ତି। ଆଉ ଯୋଉ ହାମାନ ଚତୁରତାର ସହିତ ଜିହୁଦୀ ଲୋକମାନଙ୍କୁ ମାରିବା ପାଇଁ ରାଜାଙ୍କୁ ଫସେଇଥିଲା, ଆଉ ସେଇ ରାଜା କ'ଣ କରୁଛନ୍ତି ନା ହାମାନକୁ ଫାଶୀ ଦେବା ପାଇଁ ଆଦେଶ ଦେଉଛନ୍ତି। ହାଲେଲୁୟା। ଏଠି ଆମେ ଦେଖୁଛୁ ଅଦ୍ଭୁତ ଭାବରେ
परमेश्वर कौन कर जिहुदी लोक मान तरफ एस्टर तरफ मर्दकीय तरफ कौन कर हामान सहित कौन कर युद्ध कर देखुचु जिहुदी लोक मैंने विजय होती हामान जी शत्रु था जी विरोधी था से फांसी प्राप्त हो हालेलुया केमती है ना यही जगार जिहुदी लोक मैंने मर्दक एस्टर कौन कले ना उपवास कले हालेलुया पितरंक निमंते विश्वासी भाई और भौणी माने प्रार्थना कले आउ एस्टर मर्दक्य जिहुदी लोक माने कौन कले ना उपवास कले प्रिय भाई और भौणी माने प्रार्थना उपवास एभली एक जिनिस एभली एक उपाय अटे आपको जदि आमे जीवन सबू जिनस ठारू ऊपर रखा अग्राधिकार दबा ताले आपण यह जानतु परमेश्वर स्वयं विरोधी मान सम्मुख ठिया हेबे और मूल को उत्पाटित करिबा हालेलुया चेर रु उठे से गछ को फोपाड़ देबे कारण आम देखु पितर जीवन में प्रार्थना द्वारा प्रभु लड़े लड़ुंट आम देखु मर्दक्य इष्टर के जीवन में उपवास द्वारा परमेश्वर कौन कर लड़ुंट आपण जीवन में कौन युद्ध चली आपण विरुद्ध कि कौन युद्ध करुच्ची भय करतुनि जाइए प्रार्थना भय करतुनि जाइए उपवास करता देखिए शत्रु लज्जित हालेलुया शत्रु अपमानित हम कारण से युद्ध आमर रही से युद्ध परमेश्वर हालेलुया जदि आमे यात्रा पुस्तक 3 पर्वर 9 पद आउ 10 पद पढ़ा यात्रा पुस्तक 3 पर्वर 9 पद आउ 10 पद ए जगार कौन है फारो इज्राएल लोक मान पाखापाखि 430 वर्ष धरिकी शासन करुच्ची अकथनीय सेवा नौ ताड़ना दौर क्लेश दौर दुख दौर आउ इज्राएल लोक मैंने कौन कर क्रंदन कर पढ़ी दौर कौन लिखा जाऊँगी देख इज्राएल संतान गणर क्रंदन आंबर कर्ण गोचर है आहरी मिश्रीय एणु आस आंबे तुमको फारों निकट प्रेरण करवा तुम्हें मिश्र ठारू आंबर लोक इज्राएल संतान गण को बाहर कर ईश्वर देखुं जे इज्राएल लोक मैंने क्रंदन कर क्रंदन कर फारो राजा कौन कर अकथनीय कष्ट से दौजी आठी कौन हो इज्राएल लोक मैंने कौन कर क्रंदन करने अर्थ कौन प्रार्थना करवा निजर कष्ट को दुख को जनइबा कष्ट दुख को जनाऊँ ईश्वर कौन कर इज्राएल लोक विरुद्ध जो फारा राजा युद्ध करुला से जगार कौन हो परमेश्वर आसिक इज्राएल सपक्ष ठिया युद्ध कर अर्थ मूसा को कहते तू जा मो तरफ से मुकुले नहीं आसब आ देखुचु मूसा द्वारा परमेश्वर अद्भुत अद्भुत कर्म करी अर्थ युद्ध करी फारो को लज्जित कर फारो सैन्य मान मारुंट तार अस्थि को उड़े दौर लोप कर दौरान आ देखु अद्भुत भाव में इज्राएल लोक मान फारो कबल मुक्ति कर परमेश्वर आनी पार्छ कहीं आणुंट इज्राएल लोक मैंने क्रंदन कले हालेलुया अल्प निवेदन दुख को विनती की परमेश्वर को जन परमेश्वर फारो सहित ठिया लड़ाई कले मूसा को पठेले आउ इज्राएल लोक मान कौन कले से मुक्त कले हालेलुया कारण आम मानकर लड़ाई लोक मान विरुद्ध हालेलुया आम लड़ाई कौन ताड़नाकारी कौन संस्था विरुद्ध नुह आम लड़ाई कौन अटे ना आम लड़ाई जदि आप एफिसी पुस्तक 6 पर्वर 12 पद पढ़े लिखा कारण आम युद्ध मर्त विरुद्ध नुहे कि कर्तापण आधिपत्य अंधकार और जगतपति और दुष्ट आत्मा मान विरुद्ध अटे आम लड़ाई कौन संस्था विरुद्ध आम लड़ाई कौन लोक विरुद्ध नुह आम लड़ाई कौन लोक मान विरुद्ध नुह आम लड़ाई एम पछरे शैतान दुष्टात्मा मान विरुद्ध एम जानी पारना कौन कर शैतान दुष्टात्मा एम प्रेरणा कर क्रिस्टियन भाई और भौणी मान ताड़ित कर कष्ट दौरान दुख दौरान तो से पाउल कहती आम लड़ाई आ रक्त मांस विरुद्ध नुह जगत आम लड़ाई यही जगत विरुद्ध नुह आम लड़ाई दुष्टात्मा मान विरुद्ध तो से आम कौन करा पड़ो जीतवा हेले जमी भर को मुकुल लोक कौन कले प्रार्थना कले
ଯେମିତି ଜିହୁଦୀ ଜାତି ବଞ୍ଚିବା ପାଇଁ ଏଷ୍ଟର କ'ଣ କଲେ? ଉପବାସ କଲେ। ହାଲେଲୁୟା। ଇସ୍ରାଏଲ ମାନେ ମୁକୁଳିବା ପାଇଁ କ'ଣ କଲେ? ନା କ୍ରନ୍ଦନ କଲେ। ହାଲେଲୁୟା। ତ ଆମେ କ'ଣ କରିବା ଯାହା ଦ୍ୱାରା କ'ଣ ହେଇପାରିବ ନା ଆମମାନଙ୍କ ତରଫରୁ ଈଶ୍ୱର ଲଢ଼ିବେ। ଯଦି ମାଥି ପୁସ୍ତକ 17 ପର୍ବର 21 ପଦ ପଢ଼ିବା, ମାଥି ପୁସ୍ତକ 17 ପର୍ବର 21 ପଦ ଲେଖା ହେଉଛି, କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଭୂତ ବାହାରି ଯାଏ ନାହିଁ। ୟାର ଅର୍ଥ ଯେଉଁ ଦୁଷ୍ଟାତ୍ମା ମାନେ ଲୋକମାନଙ୍କର ଆଉ ସାହାଯ୍ୟ ନେଇକି, ସଂସ୍ଥା ମାନଙ୍କର ସାହାଯ୍ୟ ନେଇକି କ'ଣ କରୁଛି ନା ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛି, ତାଡ଼ନା ଦେଇକି, କଷ୍ଟ ଦେଇକି, ଦୁଃଖ ଦେଇକି, ସେମାନେ କେମିତି ବାହାରିବେ, ସେମାନେ କେମିତି ଆଉ ଆମ ଦ୍ୱାରା ପରାସ୍ତ ହେବେ, କ'ଣ କଲେ ହେବ ବା ପରମେଶ୍ୱର ଆମ ବିରୁଦ୍ଧରେ କେମିତି ଲଢ଼େଇ କରିବେ? ଯଦି ଆମେ ପ୍ରାର୍ଥନା ଉପବାସ କରୁ। ଆମେ ଯଦି ପ୍ରାର୍ଥନା କରୁ, ଉପବାସ କରୁ, କ'ଣ ହୁଏ ନା ସେ ପ୍ରାର୍ଥନା ଉପବାସ କ'ଣ କରେ ନା ଭୂତ ମାନଙ୍କୁ ବାହାର କରେ, ଶୈତାନ ମାନଙ୍କୁ ବାହାର କରେ, ଦୁଷ୍ଟାତ୍ମା ମାନଙ୍କୁ ବାହାର କରେ। ଯେଉଁମାନେ କି ଲୋକମାନଙ୍କର ସାହାଯ୍ୟ ନେଇକି ବିଶ୍ୱାସିନୀ ଭାଇ ଭଉଣୀମାନଙ୍କ ବିରୁଦ୍ଧରେ ଠିଆ ହୁଏ, ଆଉ ସେମାନେ କ'ଣ ହୁଅନ୍ତି ନା ନଷ୍ଟ ହୁଅନ୍ତି, ଭ୍ରଷ୍ଟ ହୁଅନ୍ତି, ଅପମାନିତ ହୁଅନ୍ତି ଆଉ ପଳାନ୍ତି। କେମିତି ଯାଇ ଯିବେ ସେମାନେ? ଯଦି ଆମେମାନେ ପ୍ରାର୍ଥନା ଆଉ ଉପବାସ କରିବା। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆମମାନଙ୍କ ଜୀବନରେ ଉପବାସ ନାହିଁ, ପ୍ରାର୍ଥନା ନାହିଁ, ତାହେଲେ ଯେଉଁ ଦୁଷ୍ଟାତ୍ମା ଏ ଲୋକମାନଙ୍କ ଦ୍ୱାରା ଆମମାନଙ୍କୁ ବିଭିନ୍ନ ପ୍ରକାର ତାଡ଼ନା, କଷ୍ଟ, ଦୁଃଖ ଦଉଛି, ସେ ଛାଡ଼ିକି କେବେ ଯିବନି। ଚାହାନ୍ତି ଆପଣ ଦୁଷ୍ଟାତ୍ମାକୁ ହରାଇବା ପାଇଁ, ଚାହାନ୍ତି ତାଡ଼ନାରେ ମୁକ୍ତ ହେବା ପାଇଁ, ଚାହାନ୍ତି ଏ କ୍ଲେଶ ଦୁଃଖରୁ ମୁକ୍ତ ହେବା ପାଇଁ, ତାହେଲେ ଆପଣଙ୍କୁ ପ୍ରାର୍ଥନା ଉପବାସ କରିବାକୁ ପଡ଼ିବ। ପ୍ରାର୍ଥନା ଉପବାସ କରିବେ, ପରମେଶ୍ୱର କ'ଣ କରିବେ ନା ଆପଣଙ୍କ ଲଢ଼େଇକୁ ନିଜ ଲଢ଼େଇ କରିବେ। ଆଉ ଯେଉଁ ଦୁଷ୍ଟାତ୍ମା ମନୁଷ୍ୟମାନଙ୍କର ସାହାଯ୍ୟ ନେଇ ସମସ୍ତ କାର୍ଯ୍ୟ କରୁଛି, ଏ ଦୁଷ୍ଟାତ୍ମାକୁ ସିଏ ବାହାର କରିବେ, ଅଲଗା କରିବେ, ପରାଜିତ କରିବେ, ଲଜ୍ଜିତ କରିବେ। ହାଲେଲୁୟା। ପ୍ରଭୁ ଯୀଶୁଙ୍କର ମହିମା ଆଉ ଗୌରବ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ ଦିଏ ଯେ ଲଢ଼େଇ ମୋର, ଲଢ଼େଇ ତୁମର। ପ୍ରଭୁ ବଳ ଦିଅ ଉପବାସ ପ୍ରାର୍ଥନା କରିବା ପାଇଁ, କାରଣ ଉପବାସ ପ୍ରାର୍ଥନା କରିବା ଦ୍ୱାରା ଭୂତ ଆତ୍ମାକୁ, ଦୁଷ୍ଟ ଆତ୍ମାକୁ ବାହାର କରିପାରିବି, ଯିଏକି ପ୍ରଭୁ ଲୋକମାନଙ୍କ ମାଧ୍ୟମ ନେଇକି ଖ୍ରୀଷ୍ଟ ବିଶ୍ୱାସିନୀ ଭାଇମାନଙ୍କୁ, ଭଉଣୀମାନଙ୍କୁ ତାଡ଼ିତ କରିଥାଏ। ପ୍ରଭୁ ଦୟା କର, ବଳ ଦିଅ। ଧନ୍ୟବାଦ ଦେଉଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ। ଧନ୍ୟବାଦ।